1949-50 ମସିହାରେ ଓଡ଼ିଶା କ୍ରିକେଟ ଟିମ୍ ତାର ଯାତ୍ରା ଆରମ୍ଭ କଲା ବା ପ୍ରଥମ ଫାର୍ଷ୍ଟ କ୍ଲାସ୍ କ୍ରିକେଟ ଖେଳିଲା ଆଉ ତାର 7 ବର୍ଷ ପରେ ଅର୍ଥାତ୍ 57 ମସିହାରେ ବିଦର୍ଭ କ୍ରିକେଟ ଟିମ୍ ଏକ୍ଜିଷ୍ଟାନ୍ସକୁ ଆସିଲା ବା ଜନ୍ମ ନେଲା ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଓଡ଼ିଶାର ଜନସଂଖ୍ୟା ହେଉଛନ୍ତି 4.5 କୋଟି ଆଉ ବିଦର୍ଭର ଜନସଂଖ୍ୟା ହେଉଛନ୍ତି ବା ବିଦର୍ଭ ହେଉଛି ମହାରାଷ୍ଟ୍ରର ଗୋଟେ ରିଜିଅନ୍ ଇଷ୍ଟ ରିଜିଅନ୍କୁ ବିଦର୍ଭ କୁହାଯାଏ ଆଉ ତାର ଜନସଂଖ୍ୟା ହେଉଛନ୍ତି 2.5 କୋଟି বা ওড়িশার অধা কিন্তু বিদর্ভ ক্রিকেট টিম দুই থর রণজি ট্রফি জিতি সারিছে 2017-18 মସିହାରେ ଆଉ ଏଥର ବିଜୟ ହଜାରେ ଟ୍ରଫିର ଫାଇନାଲିଷ୍ଟ କିନ୍ତୁ ଓଡ଼ିଶା କ୍ରିକେଟ ଟିମ୍ ଏପର୍ଯ୍ୟନ୍ତ ଏସବୁକୁ ଦିବା ସ୍ୱପ୍ନ ଦେଖୁଛି ବା ଏସବୁ ଦିବା ସ୍ୱପ୍ନ ଓଡ଼ିଶା କ୍ରିକେଟ ଟିମ୍ ପାଇଁ କେବଳ କ'ଣ ଏତିକି ବିଦର୍ଭ କ୍ରିକେଟ ଟିମ୍ କରୁଣ ନାୟର ଜିତେଶ ଶର୍ମା ୟଶ ଠାକୁର ଶୁଭମ ଦୁବେ ଭଳି ପ୍ଲେୟାର ଦଉଛି ଟିମ୍ ଇଣ୍ଡିଆକୁ କିନ୍ତୁ ଓଡ଼ିଶାର ପ୍ଲେୟାର ମାନେ ଓଡ଼ିଶା ଛାଡ଼ି ଅନ୍ୟ ଟିମ୍କୁ ଚାଲି ଯାଉଛନ୍ତି ବା ଅନ୍ୟ ଷ୍ଟେଟ୍ ତରଫରୁ ଖେଳିବା ପାଇଁ ବାଛୁଛନ୍ତି କାରଣ ଜାଣୁଛନ୍ତି ଯେ ଓଡ଼ିଶାରେ ଫ୍ୟୁଚର ନାହିଁ ତେବେ ଚିନ୍ତା କରନ୍ତୁ ଗୋଟେ 4.5 କୋଟି ଜନସଂଖ୍ୟା ବିଶିଷ୍ଟ ଓଡ଼ିଶା କ୍ରିକେଟ ଟିମ୍ର ଅବସ୍ଥା କ'ଣ ଆଉ ଯେଉଁଠି କେବଳ 2.5 କୋଟି ଜନସଂଖ୍ୟା ସେଇ ଟିମ୍ର ଅବସ୍ଥା କ'ଣ ଏହାର କାରଣ ହେଲା विदर्भ क्रिकेट एसोसिएशन रे अछंती जो ऑफिस बियरर मान अछंती जे तार प्रेसिडेंट सेक्रेटरी अछंती से माने क्रिकेट को भल पाउछंती क्रिकेट को आगो को नेबा पई चाहउछंती आउ जो प्लेयर माने अछंती से मानन को केमिति इंटरनेशनल लेवल पर्यंत नेबे सेथि पई चेष्टा होछि ओडिसा रे किंतु केमिति पदपदबी रे रहिबे केमिति पदबी को छाड़िबे नाही सेठी गळ जमैबे केमिति टंका हेबो केमिति राजनीति करा जिवो से हला प्रथम लक्ष्य।